ଆହୁରି ଆସିଲା ବେଳେ ମୁଁ ପଦେ ଆସିଲା ବେଳେ ମୁଁ ପଦେ କହି ନଥିଲି କନେକ ଚମ୍ପା କରିକି କହି ନଥିଲି କନକ ଚମ୍ପା କରିକି ମୁଁ ଛାଡ଼ି ଆଇଲି କନକ ଚମ୍ପା କରିକି ମୁଁ ଆସୁଥିବ ମୋର ବାଳା ମନା ମୋ କରିନ ମାଳା ମନା ମୋ କରିନ ମାଳା ଆହୁରି ପୂଜୁଥିବ ପ୍ରେମ ଶିଳା ଗ ପୂଜୁଥିବ ପ୍ରେମ ଶିଳା କି ଦୋଷ ଦେଲି କନେକ ଚମ୍ପା କରିକି କନକ ଚମ୍ପା କରିକି ମୁଁ ଛାଡ଼ି ଆଇଲି କନକ ଚମ୍ପା କରିକି ମୁଁ ତାରିଣୀ କହଇ ବାଣୀ ଭେଟି ମଣି ନୀର ମଣି ଗୋ ଭେଟି ନୀର ମଣି ମଣି ତାରିଣୀ କହଇ ପାଣି ବେଟି ବୀର ମଣି ମଣି ମୁଁ ବେଟି ମଣି ମଣି ଆହୁରି ଚରଣ ଧରି କହିଲି ଗୋ ଚରଣ ଧରି କହିଲି ମୁଁ ପାପି ବୋଲି କନେକ ଚମ୍ପା କରିକି ମୁଁ ପାଣି ଆସୁଥିବ ମୋର ବାଳା ମନା ମୋ କରିନ ମାଳା ମନା ମୋ କରିନ ମାଳା ଆସୁଥିବ ମୋର ବାଳା ମନା ମୋ କରିନ ମାଳା ମନା ମୋ କରିନ ମାଳା ଆହୁରି ପୂଜୁଥିବ ଆହୁରି ପୂଜୁଥିବ ପ୍ରେମ ଶିଳା ଗ ପୂଜୁଥିବ ପ୍ରେମ ଶିଳା କି ଦଣ୍ଡ ଦେଲି କନେକ ଚମ୍ପା କରିକି ମୁଁ ମୁଣ୍ଡରେ ଘୁଟୁଣା ପାଣି ଆସୁ ଥିବ ଗୁଣ ମଣିଲ ଆସୁ ଥିବ ଗୁଣ ମଣି ବାହୁଦା ନଦୀର ପାଣି ଗୋ ଆଣି ଚିମ ଛାଣି ଛାଣି ମୋ ଆଣି ଚିମ ଛାଣି ଛାଣି ମୋର ଗୁଣ ମଣି ଗୋ ପିହିବେ ମୋର ଗୁଣ ମଣି ଆଣିଛି ଛାଣି ଆସିବ ମୋ ଗୁଣ ମଣି
পা জগিছি মু বর করগু মানল কাহিকি করগু মান মগুণ মণি ল আসুথিবু বাড়ি ভাই এ মধুয়া পিলা কি সালা এই কিসল কি জনা পড়তে কি সালা আরে কিসল কইছ কোন রে কি সালা মু তো মাই পকিবে মদের শাশু আদের শাশু কিসল কইছ বড় রে গিয়া বত দিন রে বড় কইছি হলা কোনটা আধে লক রা তো মু আও খায়াও যেবি না কাকু মু যেবি না আইলা খাইବାକୁ ଯିବୁ ନାହିଁ ନା ଦବୁ ନାହିଁ ନା মু রহিবি ରହିବୁ କୋଉଠି ରହିବୁ ମଶାନରେ ପାଖରେ ମୋ ପାଖରେ ଆରେ ବଡ କିଆ ଷୋଳ କୋଷ୍ଠିଆ ରହିଥିଲା ମୁଁ ତ ଦେଢ଼ ଶାଶୁ ତୁ ଭଉଣୀ ନା ମୋ ପାଖରେ କେମିତି ରହିବୁ ନାଇଁ 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 ମୁଁ ଆଉ ଖାଇବାକୁ ଯାଇପାରିବି ନା ଯାଇପାରିବୁନି ଡାକେ ଅତର ତ ଭଉଣୀ ମୋ ଭଉଣୀ ଆସିବ ଯେ ହ୍ୟାଲୋ। ଏ ରବା ଘର ତୁଣ ନୁଣ କିଛି ନଥିଲା ବଡ କିଆ କେତେ ମଦ ଖାଇଛୁ ଏତେ ମଦ ଖାଇଛି ହଁ ହଲା ମଲ୍ଲିର ବୋଉ କିସଲା ଟିପିର ନନା ଆହା ଏ ବାପା କେତେ କଡା ଉପରେ ଆଉ ଡାକିବନି ହଲା ବତଲର ବୋଉ କିସଲା ହେ ଖାପର ବାପା ଏ ତ ଭଉଣୀ ମା ଏଇ! ନମସ୍କାର ବଡ କିଆ ନମସ୍କାର ନା କଣ କହିଲା ତୋ ଭଉଣୀ ମା କିଛି କହିଲୁ ନମସ୍କାର ଲ ହଁ ଯା ଭଲ ଦୁଇ ପଡା ଭଉଣୀ ଦୁଇ ଯା କଲ୍ୟାଣ ଦଉଛି ହଲା ମଲ୍ଲିର ବୋଉ ମଲ୍ଲିର ବୋଉଲା আল মলি বউ হলি হলিল মলি বউ হলি হলি আসিবু ঝুলিল মলি বউ হলি হলি আনিবু শুকুলা ভাত নলে খাইবু নাতল নহলে খাইবু না তো আনিবু শুকুলা ভাত ন খাইলে খাইবু না তো ন আনিলে মারিবি না তো সলা শুকুলা ভাত আনিবু নলে মড়ু খাইবু কোনটা নাত খাইবল ও নাত খাও যা তো ভଉଣୀ নাত মারিবু তারপরে কোন আনিবু জানিছু কোন রে বড় গিয়ার পর আনিবু কান্দুল ডালি দেহ তোর জীব পেলিল দেহ তোর জীব পেলি আনিবু কান্দুল ডালি মারিব দেহরে পেলি খাইলে দেহরে পেলি হইলো এ বোতলর বউ কিসলা খাপর ননা ভাত আনিবু ডালি আনিবু হ্যাঁ ଆଉ କଣ ଦରକାର নলে গেঞ্জা খাইবু ছুয়া নাটকিয়া আনিবু আলু চকটা খাইলে রিবি হোটাল খাইলে রিবি হোটা আনিলে আলু চকটা খাইলে করিবি হটা খাইলে করিবি হটা ভাত ডালি আলু চকটা আনিবু ঝিও হ্যাঁ নলে দেখ
ଦେଖିଛୁ ନା କଣ ମାଣ୍ଡିଆ ବାଳା ଠେଙ୍ଗା ଆ ବାବା କଣ ଆଣିବୁ ଜାଣିଛୁ କଣ ଆଣିବୁ ଚାନ୍ଦି ଶୁକୁଆ ଖାଇଲେ ଲାଗିବ ଧୂଆଁ ଲ ଖାଇଲେ ଲାଗିବ ଧୂଆଁ ଶୁକୁଆ ଝୁଳ ଖାଇଲେ କରିବି ଗୋଳ ଲ ଖାଇଲେ କରିବି ଗୋଳ ହଇଲେ ବୋତଲର ବୋଉ କିସ ହେଲା ଏ ଠିପିର ନନା ପେଟ ତ ପୁରୀ ଯାଉଛି ଲୋ ମୋରା ଶଳା ତ ଷ୍ଟାଇଲ ଲ ହଇଲ ଖାପର ବୋଉ ସଜନ ଦେଇ ମନ କନ ରାଧେ ଗୋବିନ୍ଦ ପଦେ ପଦେ ପୁରାଣ କୁ ଦେବା ଯେ ବାନ୍ଧିନ ଭଜା ରାମ ହେ ଦିନେ କର କଥା ବାବୁ ଦେବା ଯେ କহিନ ଭଜା ରାମ ହେ ସମୟରେ ଜାଗର ଆୟୋଜନ କରିବା ପାଇଁ ନିର୍ମାଣ କରିଛନ୍ତି ଠିକ ସ୍ୱର୍ଗମର୍ତ୍ତ୍ୟ ପାତାଳ ତ୍ରିପୁର ମଧ୍ୟ ନିମନ୍ତ୍ରଣ ଦେବା ପାଇଁ ନାରଦ ମହର୍ଷି ଆଚ୍ଛା। ଯାଉଛନ୍ତି। ଯିବା ସମୟରେ କହିଲେ ଦେବକୀ ହେ ନାରଦ ମହର୍ଷି ମୋର କଥା ଟିକେ ମନେ ରଖିବ ଆଚ୍ଛା ଆମେ ଜାଗର ଆୟୋଜନ ନିର୍ମାଣ କରୁଅଛୁ ଆଚ୍ଛା ସ୍ୱର୍ଗମର୍ତ୍ତ୍ୟ ପର୍ବତ ପାଖରେ ଯାଇ ଭାରି ଯତ୍ନ କରି ଆମର ରାଜା ମାନଙ୍କର ମନ୍ତ୍ରୀ ମାନଙ୍କର ଋଷି ମାନଙ୍କର ପ୍ରଜାବୃନ୍ଦ ମାନଙ୍କର ଭାରି ଅସୁବିଧା କିଛି ହେବ ନାହିଁ ଅତି ଯତ୍ନ କରି ଉଆସ ତୋଳାଇବ ଆଚ୍ଛା ସେ ଉଆସ ମଧ୍ୟରେ ସମସ୍ତେ ରହିବା ପାଇଁ ଆମର ଜାଗ ହବ 5 ଦିନ ଠିକ ବିଶ୍ୱକର୍ମାକୁ ଡକାଇ ଯମୁନା ସରସ୍ୱତୀ ସଙ୍ଗମ ପାଖରେ ମଧୁବନ ପର୍ବତ ପାଖରେ ଆଜ୍ଞା। ଜାଗର ନିର୍ମାଣ ଚାଲିଛି ଠିକ ଇଆଡେ ଋଷିମୁନି ମାନେ ଯିଏ ଯା କର ଧରି ଯିବା ପାଇଁ ଯାଉଛନ୍ତି ଆଚ୍ଛା। ଆରେ ଶୁଣନ୍ତୁ ପଣ୍ଡିତ ହେ ଡେରିଣ ଶ୍ରୁତି ଯିଏ ଶୁଣୁ ଅଛନ୍ତି ମାତ୍ର କର୍ଣ୍ଣ ପଥଟି ଆହା ଆରେ କର ଧରି କରି ସମସ୍ତେ ଯାଉଛନ୍ତି ଠିକ ତାପରେ ପାତାଳପୁରକୁ ଯେ ଗଲେ ଆରେ ପାତାଳପୁରରେ ଯାଇ ପ୍ରବେଶ ହେଲେ ଠିକ ଆରେ ପାତାଳରେ ନାଗ ଦେବ ତାଙ୍କୁ କହିଣ ତାପରେ ସ୍ୱର୍ଗ ଭୁବନକୁ କଲେ ଗମନ ଠିକ ଇନ୍ଦ୍ରଦେବ ଯେ ମାତ୍ର ବସିଛନ୍ତି ଇନ୍ଦ୍ରଦେବଙ୍କୁ ଯେ ନାରଦ କହୁଛନ୍ତି ମୋର ଶୁଣ ଗଳା ମାଳିରେ ମନ କର୍ଣ୍ଣ ଦେଇ ଚଲୋ ବାବୁ ମନ ଯାହା ନର ଯାନ୍ତି ନାରଦ ଗୋସାଇ ହେଲା ସ୍ୱର୍ଗପୁରେ ଯାଇ ପହଞ୍ଚି ନ ଗଲେ ସ୍ୱର୍ଗର ରାଜନ ଇନ୍ଦ୍ର ଦେବ ଦେଖିଲେ ଆଉ ଅଳ୍ପ ସମୟ ଯେ ଜାଗ ରହିଛି ମାଘ ମାସ ଶୁକ୍ଳ ପକ୍ଷ ମାତ୍ର ହଇବ ଆସି ଆରେ ପଞ୍ଚମ ତିଥିରେ ଆରେ ପଞ୍ଚମୀ ତିଥିରେ ଜାଗର ଯେ ନିର୍ମାଣ ତୁମେ ସମସ୍ତ ଆସି ମାତ୍ର ଦେଖିବ ବହନ ଧନ୍ୟ 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 ହେ ନାରଦ ବଚନ ଆଉ ସବ ଦେବଗଣ ହଇବେ ଏକ ମନ ନିଶ୍ଚୟ ସର୍ବଦେବତା ମାନେ ଏକତ୍ର ହଇବେ ଠିକ ଆଉ ଯାକ ଦେଖିବାକୁ ପୁଣି ଦେଖିବାକୁ ଯିବେ ଏତିକି ନାରଦ ମହର୍ଷି କହିଣ ଆଉ ଥରେ ମର୍ତ୍ତ୍ୟପୁରକୁ ଗଲେ ଉଲିଣ ନାରଦ କଥାକୁ ଯେ ମନେ ରଖନ୍ତି କିପରି ବାଲ୍ୟ ନୀଳା ମୁଁ କରିବି ନେଇ ଠିକ ଥରେ
ଗୋପପୁରକୁ ମୁଁ ଚଳି ଯିବି ଗୋପ ନଗ୍ନ ନାରୀ ମାନଙ୍କୁ ଯାଇ ନ ଦେଖିବି ଆହା ଏତିକି ନାରଦ ବିଚାର କରିଲେ ଆରେ ବୃନ୍ଦାବନ ମଧ୍ୟରେ ଯେ ପ୍ରବେଶ ହେଲେ ହଉ ଆରେ ଗୋପାଳ ଭାଇ ମା ଗୋଷ୍ଠେ ଅଛନ୍ତି ଆରେ ଚତୁର୍ଦିଗ କୃଷ୍ଣ କୃଷ୍ଣ ବୋଲି ଡାକନ୍ତି ଦୈବର ଘଟ କେ ଯେ କରିବ ଆନ ହଁ, ଗୋପାଳ ଗହଣ ମାନେ ହୋଇଛନ୍ତି ବିହନ ଠିକ ମାତ୍ର ହା କୃଷ୍ଣ ବୋଲି ଯେ କାନ୍ଦୁଛନ୍ତି ଆଉ କେତେ କ୍ରୋଧନ କରନ୍ତି ଗୋପାଳ ଜାତି ଆରେ ଗଗଷ୍ଟ ମେଳରେ ମାତ୍ର ରହିଥିବ ସମସ୍ତଙ୍କର ଦୁଃଖ ଖଣ୍ଡନ ହୋଇବ ଆରେ ଯଦିନ ଯେ କୃଷ୍ଣ ମାତ୍ର ତ ଯାଇଛନ୍ତି ଗାଈ ମାନେ ଚରି ଚରିଣ ମାତ୍ର ଦେଖୁଛନ୍ତି ଗାହି ମାନେ ବାବୁରେ ଯେ ଚରୁଛନ୍ତି ହଁ, ମାତ୍ର ଦୁଇ ନୟନରୁ ଜେଲ ତକ ବହୁଛି ଠିକ ବାବୁ ଗାଈ ମାନେ ବାବୁରେ ଦେଖ ଚରୁଛନ୍ତି ହେଲା ହେଲା ସେ ଗାଈର ନୟନରେ ଲତକ ବହୁଛି ନାରଦ କହିଲେ ଦେବକୀ କହିଥିଲା ମତେ ଗୋପପୁରକୁ ମନା କରିଛି ଆରେ ଗୋପପୁର ବାସୀ ମାନେ କେତେ ଆନନ୍ଦରେ ଥିଲେ କୃଷ୍ଣଙ୍କୁ ରଖିଥିଲେ ଆହା ଆଜି ଏଡେ ବଡ ଗୋଟେ ଜାଗର ଆୟୋଜନ କରୁଛି ଯେ ଗୋପପୁରକୁ ମା ବାପାକୁ ନିମନ୍ତ୍ରଣ ଦେବି ହଉ ଦେଖିବା ଟିକେ ଯିବି ହେଲେ ଗାଈ ଯେତେବେଳେ ଗାଈ ମାନେ ଚରୁଛନ୍ତି ହଁ ହେଲେ ଘାସ ଖାଉନାହାନ୍ତି ଠିକ ଗାଈ ମାନେ ଆଖିରୁ ଲୁହ ଗଡ଼ାଇ ହଁ ସେ ଗାଈ ମାନେ ବି ମଧ୍ୟ ମନ ଦୁଃଖରେ ଅଛନ୍ତି ଠିକ ଠିକ କିଛି ଦୂର ପୁଣି ନାରଦ ଚାଲିଲେ ଛୋଟ ଛୋଟ ବାଳକକୁ ନେତ୍ରରେ ଦେଖିଲ ହେଲା ବାଳକ ମାନେ ଗାଈ ଯେ ଚରାଉଛନ୍ତି ବାବୁ ମନ ଦେଇ ଶୁଣିବେ ମୋ ପଣ୍ଡିତ ବସି ଆରେ ବୃନ୍ଦାବନରେ ଯେତେ ବୃକ୍ଷ ରହିଛନ୍ତି କୃଷ୍ଣ ଜୀବାଙ୍କର ବାଟକୁ ମାତ୍ର ଚାହିଁଛନ୍ତି କି କେତେବେଳେ ଯେ ବୃନ୍ଦାବନେ ଆସିବେ ବୃନ୍ଦାବନେ ଆସି କରିଣ ନୀଳା ଲଗାଇବେ ହଉ ଏତିକି ବୃକ୍ଷ ମାନେ ଯେ ଯାଇଛନ୍ତି ବୃନ୍ଦାବନ ଛାଡ଼ି ଗୋପପୁରକୁ ନାରଦ ଯାଆନ୍ତି କି ଗୋପପୁର ଦାଣ୍ଡ ଶୂନ୍ୟ ହୋଇଛି କିଏ ଦାଣ୍ଡ ମଧ୍ୟରେ କେହି ନାହାନ୍ତି ଆହା ନନ୍ଦ ରାଜା ଯେ ବୃଦ୍ଧ ମାନଙ୍କୁ ଧରିଣ ଆରେ କୃଷ୍ଣ କୃଷ୍ଣ ବୋଲି କରନ୍ତି କ୍ରନ୍ଦନ ଆରେ ଯିବା ସମୟରେ 4 ଦିନ କଣ୍ଟ ଦେଲୁ ବାବୁ 4 ଯୁଗ ମାତ୍ର করে ବିତାଇ ଦେଲୁ ଶୁଣନ୍ତୁ ପଣ୍ଡିତ ହେ ଦେଇନ ମନ କର୍ଣ୍ଣ ବୃଦ୍ଧ ମାନଙ୍କୁ ଧରି ବସିଛନ୍ତି ରାଜନ ଆରେ ତୋର ପାଇଁ କେତେ ମୁଁ ନିନ୍ଦା ଶୁଣିଛି ଆରେ ତୋର ପାଇଁ କେତେ ଗାଳି ଯେ ଶୁଣି ଅଛି ଗାଳି ଶୁଣି ଶୁଣି ବାବୁରେ ମୁଁ କାଲା ହୋଇଛି ହଉ କୃଷ୍ଣ ଏତିକି ନନ୍ଦ ରାଜା ବୃଦ୍ଧ ମାନଙ୍କୁ ଧରି କାନ୍ଦି କାନ୍ଦି ଗୋଟେ କାଠର କୁଣ୍ଡେଇ କରି ବସିଛନ୍ତି ଦେଖିଲେ ନାରଦ ଯଦି ନନ୍ଦ ରାଜା କାନ୍ଦୁଛନ୍ତି ନନ୍ଦରାଣୀ କେତେ କାନ୍ଦୁ ନଥିବେ ଏହି କଥା କହି ନାରଦ କଣ କଲେ ଗ୍ରାମ ଭିତରକୁ ପଶି ଆଉ ଟିକେ ଗଲେ ଆଜି ନନ୍ଦରାଣୀ ପାଖକୁ ମୁଁ ଟିକେ ଯିବି ତାଙ୍କର ଗବାକ୍ଷ ବାଟେ ମୁଁ ଦେଖିବି ଧୀର ଧୀର ନାରଦ ଯେ ଗମନ କରନ୍ତି ସୁଜନେ ଗମନ କରନ୍ତି ଯଶୋଦାଙ୍କ ପାଖକୁ ଯେ ଧୀରେ ଯାଉଛନ୍ତି
ଗଭ ବାଟେ ମାତ୍ର କଚାଇଣ ନାରଦ ମାତ୍ର କଚାହୀନ ଆରେ ବୃଦ ଗୋପାଳୁଣୀକୁ ଯେ ଧରିଣ କାନ୍ଦି ନା ନାରାୟଣ 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 ନାରଦ ପହଞ୍ଚି ଯାଇଛନ୍ତି ଦ୍ୱାର ମୂଳେ ରହି ଛିଡ଼ା ରହିଛନ୍ତି କବାଟ ମୂଳେ ଦେଖୁଛନ୍ତି କେତେ ବିକଳ ହୋଇ ମା ଯଶୋଦା କାନ୍ଦୁଛନ୍ତି ବିକଳ ହୋଇକି ଯଶୋଦା କାନ୍ଦୁଛନ୍ତି କଣ ବୋଲି ଶୁଣ ଗଳା ମାଳି ମୋର ମନ କର୍ଣ୍ଣ ଦେଇ କେଣେ ଛାଡ଼ି ଗଲୁ ଆରେ କଳା ଯେ କହ୍ନାଇ ରେ କଳା ଯେ କହ୍ନାଇ কেতে দধি দই স্বর দেইথিলি তোতে কেতে দধি দই স্বর দেইথিলি তোতে কেমন্তে পাশুরিলু মতে যে কেমন্তে মোকলা কন্হাই ଯଶୋଦା ବାହୁନି ବାହୁନି କାନ୍ଦୁଛନ୍ତି କେତେ ଦହି ଦୁଧ ସର ଦେଇ ବାପାରେ ତୋତେ ଖୁଆଇ ବଡ କରିଥିଲେ ଆଜି ମତେ ପାଶୁରି ଦେଲି ରେ ଧନ ଆରେ ସେ ଚଣ୍ଡାଳ ଅକୁର ଆସି ମାମୁ କଂସ ରାଜା ଧନୁଯାତ୍ରା କରୁଛି ବୋଲି ଆହା କୃଷ୍ଣ ତତେ ନେଲା ବାପରେ ତୁ ଗଲା ସମୟରେ ଆମକୁ ତୁ କଣ୍ଟ ଦେଇଥିଲୁ 4 ଦିନ ଆରେ 4 ଯୁଗ ବିତିଗଲା କୃଷ୍ଣ କୃଷ୍ଣ ବୋଲି ଅନ୍ଧୁଣୀ ହୋଇଗଲି ରେ କୃଷ୍ଣ ବାଲ୍ୟକାଳେ କେତେ କେତେ ବିପଦ ଆସିଥିଲା ରେ ଧନ ছোট কালে তোতে কেতে কেতে বিপদ আসিছিলে সেই সময়ের চালি যাইଥିଲି ମୁଁ ପାଶୁରି ଯାଇଥାନ୍ତି রে নন্দন আরে গৌড় লোক বলি হীন দেখি আজি রাজ গাদিরে বসিলি বলি গৌড় লোক পাশরি দেলো ও ঘাসুর বকাসুর সোনা যে অসুর কেতে মায়া করিছিলে মোর বাপ ধন রে মগলা মানিকা এই সমୟରେ আচ্ছা নারদ କିଛି ନ କହି ବଡ ଦାଣ୍ଡ ମଧ୍ୟରେ ଯାଇ ବସି ପଡିଲେ ନାରାୟଣ ନାରାୟଣ ଡାକିଲେ ଆଚ୍ଛା। ଗୋପାଳ ପିଲାମାନେ ଯାଇ ପହଞ୍ଚି ଗଲେ
संगे संगे नंद राजा पाखक से खबर गला आज ब्रह्मांकर पुत्र नारद आसी बसिଛନ୍ତି नंद राजा आनंद हो गले नारद पाखरे पहुंची गले यशोदा मध्य पहुंची गले कांदी कांदी पचारती जे नंद राजा हे महर्षि मो पुओ कृष्ण को तुम्हें देखिଛ कि हे देवसी आहा मो पुओ कृष्ण को आपण देखिଛନ୍ତି कुहतु देवसी मो पुत्र महर्षि कान को देखी ना देखिछि मां हेले मु कहिबि बेले तम छाती फाटी दियो ए देवसी कौन है मो पुआ कान्हर मते बुझाई कुआ कुआ देवसी मो पति एत अत्याचार करंतु नहीं मते कुहंतु कौन है मो पुअर अरे चलो तो पुओ को मु देखिछि तो पुओ कोन जीवो मथुरा रे राजा हिचंती मथुरा रे राजा हिचंती देवसी तमे एखन कहउछ देवसी और पुआ मथुरा राजा हिची आउरी कोन करछन जानिछो कौन करछि कुहंतु देवसी प्रभास तीर्थ रे यज्ञ करछंती हां जो प्रभास तीर्थ को जगह जानिछो को जगहटा कुहंतु गंगा जमुना सरस्वती त्रिधार बहुछि अच्छा से प्रभास तीर्थ रे